ମାଛ ବେସର ଆମ ଓଡ଼ିଶାର ଅଥେଣ୍ଟିକ୍ ରେସିପି। ଆମ ଓଡ଼ିଆମାନଙ୍କ ଘରେ ଘରେ ଅତି ପରିଚିତ ଏହି ମାଛ ବେସର। ମାଛ ଆସିଲା ମାନେ ଆମେ ପ୍ରଥମେ ପସନ୍ଦ କରିଥାନ୍ତି ମାଛ ବେସର କରିବା ପାଇଁ। ଆଜି ଆମେ ବନେଇବା ମାଛ ବେସର କିନ୍ତୁ ଭିନ୍ନ ଉପାୟରେ। ମାଛ ବେସର ବନେଇବା ପାଇଁ ମୁଁ ଏଠି ନେଇଛି 700 ଗ୍ରାମର ରୋହି ମାଛ ଆଉ ଭାକୁର ମାଛ। ଆପଣମାନେ ଯେକୌଣସି ମାଛ ଏଠି ନେଇପାରିବେ। ମାଛକୁ ଭଲ ଭାବରେ ଧୋଇକି ମୁଁ ଏଠି ରଖି ନେଇଛି। ଏଠି ଗୋଟେ ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ ଲୁଣ ମୁଁ ପକେଇକି ଏଠି ଭଲ ଭାବରେ ତାକୁ ଗୋଳେଇ ଦେଉଛି ମାଛକୁ। ଏଇଠି ଦେଖନ୍ତୁ ମାଛକୁ ଆମେ ଭଲ ଭାବରେ ଗୋଳେଇ ଦେଉଛନ୍ତି। ଏଇଠି ଆମେ 10-15 ମିନିଟ୍ ରେଷ୍ଟ ନେବା ପାଇଁ ଛାଡ଼ିଦେବା। ଏବେ ଗୋଟେ ପ୍ୟାନ୍ରେ କିଛି ତେଲ ଦେଇ ମାଛକୁ ସବୁ ପକାଇବା। ମାଛକୁ ଏପଟ ସେପଟ କରିବା। 1-2 ମିନିଟ୍ ପରେ ଯେତେବେଳେ ମାଛ ଗୋଟେ ପଟ ସାଇଡ଼୍ ହେଇଯିବ ତାପରେ ଆଉ ଗୋଟେ ସାଇଡ଼୍କୁ ଉଲଟେଇକି ଆମେ ଗୋଲ୍ଡେନ୍ କଲର୍ ହେବା ଯାଏଁ ଫ୍ରାଏ କରିବା ମାଛକୁ ଭଲ ଭାବରେ। ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିକି ଏମିତି ମାଛକୁ ଭାଜୁଛି ମୁଁ। ଦେଖନ୍ତୁ ମାଛ ଏବେ ଭଲ ଭାବରେ ଭାଜି ହେଇଗଲାଣି। ତ ଏଇଠି ଦେଖନ୍ତୁ ମାଛ ଆମର ଭଲ ଭାବରେ ଭାଜି ହେଇଗଲାଣି, ଗୋଲ୍ଡେନ୍ କଲର୍ ହେଇଗଲାଣି ମାଛ ଆମର। ତ ଏବେ ଆମେ ୟାକୁ ପ୍ଲେଟ୍କୁ ସବୁ ବାହାର କରିଦେବା। ମାଛ ସବୁକୁ ଆମେ ପ୍ଲେଟ୍ରେ ବାହାର କରିଦେଲେ ଦେଖନ୍ତୁ କେତେ ସୁନ୍ଦର କଲର୍ ଆସିଛି। ମାଛ ଆମର ଭାଜି ହେଇଗଲା। ଏବେ ମସଲା ପ୍ରିପେୟାର କରିବା। ଏଇଠି ଦେଖନ୍ତୁ ମୁଁ ରସୁଣ 10-15 କୋଲା ଆଉ ଅଦା ଛୋଟ ଇଞ୍ଚ 1 ଇଞ୍ଚ ହେବ ନେଇଛି। ଏଠି ଅଦା ଯେତେ କମ୍ ନେବେ ବେସର ପାଇଁ ଭଲ। 2ଟି ଟମାଟୋକୁ ମୁଁ ଏଇଠି କାଟିକି ନେଇଛି। ଟମାଟୋକୁ ଦେଇକି ଆମେ ୟାକୁ ଚିକଣ କରିକି ଗ୍ରାଇଣ୍ଡ କରିକି ନେଇ ଆସିବା। ମସଲାକୁ ଏବେ ଫାଇନ୍ ପେଷ୍ଟ କରିନେଲି ମୁଁ। ଏଠି ମୁଁ ଯାହା ବି ମସଲା ପ୍ରିପେୟାର କରୁଛି ମାତ୍ର 700 ଗ୍ରାମ ମାଛ ପାଇଁ ପ୍ରିପେୟାର କରୁଛି। ଆପଣମାନେ କମ୍ ବେଶୀ କରିପାରିବେ। ଆଉ ଗୋଟେ ମସଲା ପ୍ରିପେୟାର କରିବା। ଦେଖନ୍ତୁ ମୁଁ ଏଠି ୟେଲୋ ବାଲା ସୋରିଷ ନେଇଛି ଆଉ କଳା ସୋରିଷ ନେଇଛି ଆଉ ଜିରା 1/2 ଚାମଚ ନେଇଛି। ୟାକୁ ଆମେ ଭଲ ଭାବରେ ଏବେ ଫାଇନ୍ ପେଷ୍ଟ କରିନେବା ଯେମିତି ଖଦଡ଼ ଅଂଶ ନ ରହିବ। ଏ ଯେଉଁ ୟେଲୋ ବାଲା ସୋରିଷ ନା ୟାର ଟେଷ୍ଟ ଗୋଟେ ଅଲଗା ହିଁ ଆସିବ ମାଛ ବେସରରେ। ମସଲା ପେଷ୍ଟ ଆମର ରେଡ଼ି। ଏବେ ପ୍ୟାନ୍ ବସେଇ ଆମେ 2 ବଡ଼ ଚାମଚ ସୋରିଷ ତେଲ ନେବା। ସବୁବେଳେ ମନେ ରଖିବେ ମାଛ ହେଉ କି ଚିକେନ୍ ହେଉ ସବୁବେଳେ ସୋରିଷ ତେଲ ୟୁଜ୍ କରନ୍ତୁ। ବହୁତ ଟେଷ୍ଟ ଲାଗିଥାଏ ସୋରିଷ ତେଲରେ। ଏବେ ତେଲ ଆମର ଗରମ ହେଇଗଲାଣି। ଏଠି ମୁଁ କିଛି ଜିରା ନେଇଛି ତେଲରେ। ସେଇ ତେଲରେ 2ଟି ତେଜପତ୍ରକୁ ପକେଇଲି। ଜିରାଟି ଆମର ଭଲସେ ଫୁଟିଯିବ ଆଉ କିଛି ସମୟ ପାଇଁ ଭାଜି ହେଇଯିବ। ଜିରା ଆମର ଫୁଟିଗଲା। ଏବେ ମୁଁ କାଟି ରଖିଥିଲି 2ଟି ବଡ଼ ବଡ଼ ପିଆଜ ଏଇଠି ନେଇଯାଇଛି ତେଲରେ। ପିଆଜକୁ ପକାଇ ଏବେ ତାକୁ ଚଲାନ୍ତୁ ଏମିତି ଭଲ ଭାବରେ। ଏଠି ପିଆଜରେ ସବୁବେଳେ ମନେ ରଖିଥିବେ ଲୁଣ କିଛି ଦେଲେ ପିଆଜଟି ଆମର ଜଲ୍ଦି ଭାଜି ହେଇଯାଏ। ପିଆଜ ଆମର ଭଲ ଭାବରେ ଭାଜି ହେଇଗଲାଣି। ଏଠି ବାଟି ରଖିଥିବା ମସଲାକୁ ଦେଇ ଏଠି କିଛି ହାଲକା ଲଙ୍କା ଗୁଣ୍ଡ ଦେଇ ମୁଁ ତାକୁ ଏମିତି ମିଶାଇ ନେଉଛି। ଭଲ ଭାବରେ ଏମିତି ଗୋଳାନ୍ତୁ ମସଲା ସହିତ ପିଆଜର ଭଲ ଭାବରେ ମିଶିଲା ପର୍ଯ୍ୟନ୍ତ। ଏବେ ମୁଁ ଏଇଠି 1/2 ଚାମଚ ହଳଦୀ ଗୁଣ୍ଡ ନେଲି। ହଳଦୀ ଗୁଣ୍ଡକୁ ନେଇ ଭଲ ଭାବରେ ଆମେ ତାକୁ ଗୋଳାଇ ଦେବା ମସଲା ସହିତ। ଏଠି 1/2 ଚାମଚ ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡକୁ ମଧ୍ୟ ନେଇଛି। ଏହିସବୁ ମସଲାକୁ ଆମେ ଦେଇ ମସଲା ସହିତ ଭଲ ଭାବରେ ଏମିତି ମିଶାନ୍ତୁ। ଭଲ ଭାବରେ ମସଲାକୁ ଏମିତି କଷନ୍ତୁ। 3-5 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ କଷିବା ଯେ ପର୍ଯ୍ୟନ୍ତ କି ମସଲାରୁ ତେଲ ବାହାରି ନ ଆସିଛି। ଆପଣମାନେ ଘୋଡ଼େଇକି ମଧ୍ୟ କଷିପାରିବେ, ନାଇଁ ତ ଏମିତି ଖୋଲା ରଖିକି ମଧ୍ୟ ମସଲାକୁ କଷିପାରିବେ। ଏଇଠି ଦେଖନ୍ତୁ ମସଲା ଆମର ଭଲ ଭାବରେ କଷି ହେଇଗଲାଣି। ଯେଉଁ ମସଲା ଆଗ କଷିଥିଲେ ନା ମସଲାର ତେଲ ଭଲ ଭାବରେ ଛାଡ଼ିଗଲାଣି। ଏବେ ଆମେ ବାଟି ରଖିଥିବା ସୋରିଷ ମସଲାକୁ ୟା ଦେହରେ ଦେଇ ଏମିତି ଭଲ ଭାବରେ ଗୋଳେଇବା ଯେମିତିକି ସୋରିଷ ତା ବାସ୍ନା ପଳେଇବ। ଭଲ ଭାବରେ ସବୁବେଳେ ଜାଣିଥିବେ ସୋରିଷ ମସଲାକୁ ବେଶୀ ସମୟ ଯାଏଁ ଆମେ କଷିବା ନାହିଁ। 1 ମିନିଟ୍ରୁ 2 ମିନିଟ୍ ଯାଏଁ ଏମିତି ଗୋଳାନ୍ତୁ। ଆପଣମାନଙ୍କୁ ଯେତିକି ଝୋଳ ପସନ୍ଦ ସେହି ହିସାବରେ ପାଣି କମ୍ ବେଶୀ ମଧ୍ୟ କରିପାରିବେ। ମସଲା ଆମର ଭଲ ଭାବରେ ଫୁଟିଗଲାଣି। ଦେଖନ୍ତୁ ମସଲା ଏମିତି ଫୁଟିଗଲାଣି। ଏମିତି ଯେବେ ମସଲା ଆପଣଙ୍କର ଭଲ ଭାବରେ ଫୁଟିଯିବ ଝୋଳ ଏବେ ଟକମକ ହେଇ ଫୁଟିଗଲାଣି। ଏବେ ମାଛକୁ ରଖିଦେବା ସେଇ ଝୋଳରେ। ତ ଏଇଠି ଦେଖନ୍ତୁ ମୁଁ ନେଇଛି ଏଇଠି ଗୋଟେ ଛୋଟ ସାଇଜ୍ର ଟମାଟୋ ଆଉ କିଛି କଞ୍ଚା ଲଙ୍କାକୁ ଏମିତି ଚିରା ଲଗେଇକି ଏଇଠି ମୋଟା ମୋଟା ସାଇଜ୍ର କାଟି ନେଇଛି। ତାକୁ ଟିକେ ଲମ୍ବା ସାଇଜ୍ରେ ଏମିତି ମାଛ ଉପରେ ସେ ଝୋଳ ଉପରେ ଆମେ ତାକୁ ଦେବା। କଞ୍ଚା ଲଙ୍କା ବଢ଼ିଆ ଟେଷ୍ଟ ଆଉ ଫ୍ଲେଭର୍ ଆଣିବା ପାଇଁ 3-4ଟା ଦେବା।
गोटे चामच ये आम सोरिष तेल दबा आउ हल्का हल्का एमती खड़िका लगेगा बेसी जोरे देवे ना माछ गुड़िक भांगी जीवो। एबे आम गैस फ्लेम को लो टू मीडियम रे रखिकी धनिया पत्र दबा ये फुटापी 5 ରୁ 10 मिनिट जाए कवर करके आम छाड़ा। एबे देखंतु फाइनल लुक केते बढ़िया भाव में फुटिकी माछ तरकारी आमर रेडी हो जाइए। ये मु छोट खंड आंबुल को मध्य देइछि। आपण माछ बेसर रे आंबुलटी बहुत ही टेस्टी लगी था। भात सहित खातु बहुत टेस्ट लगिबो। रहुछि नमस्कार। सब्सक्राइब